ନମସ୍କାର ବନ୍ଧୁଗଣ, ଜୟ ଜଗନ୍ନାଥ। ଆଶା କରୁଛି ଆପଣମାନେ ଭଲରେ ଥିବେ। ବନ୍ଧୁଗଣ, ଆପଣମାନେ କଳ୍ପନା କରନ୍ତୁ, ଆପଣମାନେ ଏକ ବିଶାଳ ସମୁଦ୍ର ମଝିରେ ଅଛନ୍ତି, ଯେଉଁଠି ଆପଣଙ୍କୁ ଚାରିଆଡ଼େ କେବଳ ଅନ୍ଧକାର ଦେଖାଯାଉଛି। କିନ୍ତୁ ହଠାତ୍ ଆକାଶରୁ ଏକ ଦିବ୍ୟ ଶକ୍ତି ଆସି ଆପଣଙ୍କ ପାଇଁ ସୁନା ପଥଟିଏ ତିଆରି କରିଦେଉଛି। ମୀନ ରାଶିର ବ୍ୟକ୍ତିମାନେ ହେଉଛନ୍ତି ସେହି ପବିତ୍ର ଆତ୍ମା ଯେଉଁମାନେ ବ୍ରହ୍ମାଣ୍ଡର ଶେଷ ସୀମାରେ ଥାଇ ମଧ୍ୟ ସମସ୍ତଙ୍କ ପାଇଁ ପ୍ରାର୍ଥନା କରନ୍ତି। କିନ୍ତୁ ଆପଣମାନେ କ'ଣ ଜାଣିଛନ୍ତି, 2026 ମସିହାର ମହାଶିବରାତ୍ରି ଆପଣଙ୍କ ଜୀବନର ସବୁଠୁ ରହସ୍ୟମୟ ରାତି ହେବାକୁ ଯାଉଛି। ଯଦି ଆପଣଙ୍କୁ ଲାଗୁଛି ଯେ ଆପଣଙ୍କ ସ୍ୱାସ୍ଥ୍ୟ ସାଥ ଦେଉନାହିଁ କିମ୍ବା ରୋଜଗାର କରୁଥିବା ଟଙ୍କା ପାଣି ପରି ବୋହିଯାଉଛି, ତେବେ ସାବଧାନ। ଏହି ରାତିରେ ମହାଦେବ ଆପଣଙ୍କ ଭାଗ୍ୟର ତାଲା ଖୋଲିବାକୁ ଯାଉଛନ୍ତି। ଏମିତି କ'ଣ କରିବେ ଯାହାଫଳରେ ଆପଣଙ୍କ ଘରକୁ ସ୍ୱୟଂ ମା ଲକ୍ଷ୍ମୀ ଚାଲି ଆସିବେ? ଏମିତି କେଉଁ ଭୁଲ ଯାହା ଆପଣଙ୍କ ସମସ୍ତ ପୁଣ୍ୟକୁ ନଷ୍ଟ କରିଦେଇପାରେ? ଆସନ୍ତୁ ଏ ସମସ୍ତ ବିଷୟରେ ଜାଣିବା ଆଜିର ଏହି ଭିଡ଼ିଓରେ। ବନ୍ଧୁଗଣ, 2026 ମସିହାର ମହାଶିବରାତ୍ରି ଫେବୃଆରୀ 15 ତାରିଖ ରବିବାର ଦିନ ପଡ଼ୁଛି। ମୀନ ରାଶି ପାଇଁ ଏହି ଦିନଟି ଏକ ଆଧ୍ୟାତ୍ମିକ ଜାଗରଣ ଦିନ। ମହାଶିବରାତ୍ରି ହେଉଛି ସେହି ରାତି ଯେତେବେଳେ ଜ୍ଞାନର ଆଲୋକ ଅଜ୍ଞାନର ଅନ୍ଧାରକୁ ବିନାଶ କରେ। ଗୁରୁତ୍ୱପୂର୍ଣ୍ଣ ସମୟ ରହିଛି ଚତୁର୍ଦ୍ଦଶୀ ତିଥି ଆରମ୍ଭ, ଅର୍ଥାତ୍ ଫେବୃଆରୀ 15 ଅପରାହ୍ନ 5ଟା 4। ନିଷିଦ୍ଧ କାଳ ପୂଜା ରହିଛି। ସବୁଠୁ ଶୁଭ ସମୟ ରାତି 12ଟା 9ରୁ 1ଟା 1 ପର୍ଯ୍ୟନ୍ତ। ମୀନ ରାଶିର ବ୍ୟକ୍ତିମାନେ ସ୍ୱଭାବତଃ ଶାନ୍ତ ଏବଂ ଭାବୁକ। ଆପଣଙ୍କ ପାଇଁ ପୂଜାବିଧିରେ ମନରେ ଶୁଦ୍ଧତା ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ। ସକାଳର ପ୍ରସ୍ତୁତି କିପରି କରିବେ ଆସନ୍ତୁ ଜାଣିବା। ସକାଳୁ ଶୀଘ୍ର ଉଠି ସ୍ନାନ ଜଳରେ କିଛି କଳା ରାଶି କିମ୍ବା ଗଙ୍ଗା ଜଳ ମିଶାଇ ସ୍ନାନ କରନ୍ତୁ। ଏହି ଦିନ ହଳଦିଆ କିମ୍ବା ଶୁଦ୍ଧ ଧଳା ରଙ୍ଗର ସୂତା ବସ୍ତ୍ର ଧାରଣ କରିବା ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ। ମନ୍ଦିରରେ ବସି ହାତରେ ଜଳ ନେଇ ପୁରା ଦିନ ଉପବାସ ଏବଂ ମହାଦେବଙ୍କ ସେବା କରିବା ପାଇଁ ସଂକଳ୍ପ କରନ୍ତୁ। ଏବେ ଆସନ୍ତୁ ଜାଣିବା 4 ପ୍ରହର ପୂଜା ବିଷୟରେ। ପ୍ରଥମ ପ୍ରହର ରହିଛି ସନ୍ଧ୍ୟା 6ଟା 11ରୁ 9ଟା 23। କ୍ଷୀରରେ ଅଭିଷେକ କରନ୍ତୁ, ଏହା ଆପଣଙ୍କୁ ମାନସିକ ଶାନ୍ତି ଦେବ। ଦ୍ୱିତୀୟ ପ୍ରହର ରହିଛି ରାତି 9ଟା 23ରୁ 12ଟା 35। ଦହିରେ ଅଭିଷେକ କରନ୍ତୁ, ଏହା ପରିବାରରେ ସୁଖ ସମୃଦ୍ଧି ଆଣିବ। ତୃତୀୟ ପ୍ରହର ରହିଛି ରାତି 12ଟା 35ରୁ 3ଟା 47। ଶୁଦ୍ଧ ଘିଅରେ ଅଭିଷେକ କରନ୍ତୁ, ଏହା ଶାରୀରିକ ସମସ୍ୟା ଦୂର କରିବ। ଚତୁର୍ଥ ପ୍ରହର ରହିଛି ରାତି 3ଟା 47ରୁ 6ଟା 59। ମହୁ ଦ୍ୱାରା ଅଭିଷେକ କରନ୍ତୁ, ଏହା ସମସ୍ତ ଅଟକି ରହିଥିବା କାମକୁ ପୂରା କରିବ। ଏବେ ଆସନ୍ତୁ ଜାଣିବା କ'ଣ କଲେ ମିଳିବ ଶୁଭ ଫଳ। ମୀନ ରାଶିର ବ୍ୟକ୍ତିମାନେ ଶିବରାତ୍ରି ଦିନ ରାବଣ ରଚିତ ଶିବ ତାଣ୍ଡବ ସ୍ତୋତ୍ର ପାଠ କଲେ ବିଶେଷ ଫଳ ପାଇବେ। ଏହା ସହ ଓମ୍ ନମଃ ଶିବାୟ ଏହି ମନ୍ତ୍ର ନିରନ୍ତର ଜପ ଆପଣଙ୍କୁ ଭଗବାନଙ୍କ ସହ ଯୋଡ଼ି ରଖିବ। ମହାଦେବଙ୍କୁ ଧଳା ରଙ୍ଗର ଫୁଲ ଏବଂ ଚନ୍ଦନ ଅର୍ପଣ କରନ୍ତୁ, ଏହା ଆପଣଙ୍କ ଅନ୍ତର୍ନିହିତ ଜ୍ଞାନକୁ ଜାଗ୍ରତ କରିବ। ହଳଦିଆ ମିଠା, କେଶର କିମ୍ବା ଧାର୍ମିକ ପୁସ୍ତକ ଗରିବ ଲୋକଙ୍କୁ ଦାନ କରନ୍ତୁ, ଏହା ଆପଣଙ୍କ ଜୀବନରେ ଦିବ୍ୟ ଶକ୍ତିର ପ୍ରଭାବ ବଢ଼ାଇବ। ଏବେ ଆସନ୍ତୁ ଜାଣିବା ଶିବରାତ୍ରିରେ କେଉଁ ଜିନିଷ କରିବେ ନାହିଁ। ସାବଧାନ ରୁହନ୍ତୁ 4 ମିନିଟ୍। ମହାଦେବ ଯେତିକି ଶୀଘ୍ର ପ୍ରସନ୍ନ ହୁଅନ୍ତି, ଭୁଲ କଲେ ସେତିକି ରୁଷ୍ଟ ମଧ୍ୟ ହୁଅନ୍ତି। ନିଷିଦ୍ଧ ଜିନିଷ ରହିଛି। ଶିବଲିଙ୍ଗ ଉପରେ ହଳଦୀ, ସିନ୍ଦୁର କିମ୍ବା କୁଙ୍କୁମ କେବେ ବି ଚଢ଼ାଇବେ ନାହିଁ। ନିଷିଦ୍ଧ ପୁଷ୍ପ ଓ ପତ୍ର ରହିଛି। କେତକୀ ଫୁଲ ଏବଂ ତୁଳସୀ ପତ୍ର ଶିବ ପୂଜାରେ ସମ୍ପୂର୍ଣ୍ଣ ବାରଣ। ଅଖଣ୍ଡିତ ବିଧି ରହିଛି। ଛିଣ୍ଡି ଯାଇଥିବା ବେଲପତ୍ର କିମ୍ବା ଭଙ୍ଗା ଚାଉଳ ବ୍ୟବହାର କରନ୍ତୁ ନାହିଁ। ଶିବରାତ୍ରିରେ କଳା କପଡ଼ା ପିନ୍ଧନ୍ତୁ ନାହିଁ ଏବଂ ନଡ଼ିଆ ପାଣିରେ ଅଭିଷେକ କରନ୍ତୁ ନାହିଁ। ଏବେ ଆସନ୍ତୁ ଜାଣିବା ସୁସ୍ଥ ରହିବା ଏବଂ ଧନ ପ୍ରାପ୍ତିର ଗୁପ୍ତ ଉପାୟ। ଯଦି ଆପଣ କୌଣସି ପୁରୁଣା ରୋଗରେ ପୀଡ଼ିତ, ତେବେ ଶିବରାତ୍ରି ରାତିରେ ଲବଙ୍ଗ ମାଳ 108ଟି ଶିବଲିଙ୍ଗରେ ଅର୍ପଣ କରନ୍ତୁ। ଆଖୁ ରସରେ ଅଭିଷେକ କଲେ ଶରୀରର ଶକ୍ତି ବୃଦ୍ଧି ପାଏ ଏବଂ ମାନସିକ ଚାପ ଦୂର ହୁଏ। ଲକ୍ଷ୍ମୀଙ୍କ କୃପା ଏବଂ ଧନ ପାଇଁ କ'ଣ କରିବେ? ଲକ୍ଷ୍ମୀଙ୍କ କୃପା ଏବଂ ଧନ ପାଇଁ 11ଟି ସାମି ପତ୍ର ଶିବଲିଙ୍ଗରେ ଅର୍ପଣ କରନ୍ତୁ।
ପୂଜା ପରେ ସେଥିରୁ 2ଟି ପତ୍ର ଘରକୁ ଆଣି ନାଲି କପଡ଼ାରେ ବାନ୍ଧି ନିଜ ଆଲମାରୀ ବା ଟଙ୍କା ବାକ୍ସରେ ରଖନ୍ତୁ। ଏହାଦ୍ୱାରା ଅନାବଶ୍ୟକ ଖର୍ଚ୍ଚ କମିବ ଏବଂ ଧନ ବୃଦ୍ଧି ହେବ। ଘରେ ଏକ ପାରଦ ଶିବଲିଙ୍ଗ ରଖି ପୂଜା କଲେ ସେଠାରେ ଦାରିଦ୍ରତା ରହେ ନାହିଁ ଏବଂ ସଫଳତା ପ୍ରାପ୍ତି ହୁଏ। ଏବେ ଆସନ୍ତୁ ଜାଣିବା ଶିବରାତ୍ରି ପରଠୁ କ'ଣ ହେବ। ମହାଶିବରାତ୍ରି 2026 ପରଠାରୁ ମୀନ ରାଶିର ବ୍ୟକ୍ତିଙ୍କ ଜୀବନରେ ଏକ ନୂତନ ସୂର୍ଯ୍ୟୋଦୟ ହେବ। ଜୁନ୍ ମାସ ପରଠାରୁ ଆପଣଙ୍କ ଆର୍ଥିକ ସ୍ଥିତିରେ ବଡ଼ ସୁଧାର ଆସିବ। ଯେଉଁ ସମ୍ପତ୍ତି କିମ୍ବା ଟଙ୍କା ଅଟକି ରହିଥିଲା ତାହା ମିଳିବାର ଯୋଗ ରହିଛି। ଚାକିରି କ୍ଷେତ୍ରରେ ନୂଆ ଦାୟିତ୍ୱ କିମ୍ବା ପଦୋନ୍ନତି ମିଳିପାରେ। ଶିକ୍ଷାର୍ଥୀମାନେ ପାଠ ପଢ଼ାରେ ଉଲ୍ଲେଖନୀୟ ସଫଳତା ପାଇବେ। ପରିବାରରେ ଥିବା ବିବାଦ ଦୂର ହେବ ଏବଂ ବୈବାହିକ ଜୀବନରେ ସୁଖ ଶାନ୍ତି ଫେରିଆସିବ। ଆପଣଙ୍କର ଅନ୍ତର୍ଦୃଷ୍ଟି ଏବଂ ଆତ୍ମବିଶ୍ୱାସ ମଧ୍ୟ ବଢ଼ିବ, ଯାହା ଆପଣଙ୍କୁ କଠିନ ନିଷ୍ପତ୍ତି ନେବାରେ ସାହାଯ୍ୟ କରିବ। ତେବେ ବନ୍ଧୁଗଣ, 2026ର ଏହି ମହାଶିବରାତ୍ରି ଆପଣମାନଙ୍କ ପାଇଁ କେବଳ ଏକ ପର୍ବ ନୁହେଁ, ବରଂ ନିଜକୁ ବଦଳାଇବାର ଏକ ସୁବର୍ଣ୍ଣ ସୁଯୋଗ। ମହାଦେବଙ୍କୁ ସମ୍ପୂର୍ଣ୍ଣ ଭାବେ ସମର୍ପଣ କରିଦିଅନ୍ତୁ ଏବଂ ଦେଖନ୍ତୁ କିପରି ଆପଣଙ୍କ ଜୀବନରେ ଅମୃତ ବର୍ଷା ହେଉଛି। ମନେ ରଖନ୍ତୁ, ଭକ୍ତି ହିଁ ସବୁଠୁ ବଡ଼ ଶକ୍ତି। ଯଦି ଏହି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଲା, ତେବେ ଭିଡ଼ିଓକୁ ଲାଇକ୍ କରିବା ସହ ନିଜର ମୀନ ରାଶିର ବନ୍ଧୁମାନଙ୍କ ସହ ସେୟାର କରନ୍ତୁ ଏବଂ କମେଣ୍ଟ ବକ୍ସରେ ହର ହର ମହାଦେବ ନିଶ୍ଚୟ ଲେଖନ୍ତୁ। ଦେଖାହେବା ପରବର୍ତ୍ତୀ ଭିଡ଼ିଓରେ। ସେ ପର୍ଯ୍ୟନ୍ତ ରହୁଛି। ଜୟ ଜଗନ୍ନାଥ, ଜୟ ମହାଦେବ।